ଛତୁ ପାଇଁ ଏବେ ଗାଁ ପରିଚିତ। ଛତୁ ଚାଷ କରି ବିଶ୍ୱରେ ପରିଚିତ ପାଲଟିଛି ଓଡ଼ିଶାର ଏହି ଗାଁ। ଛତୁ ଉତ୍ପାଦନ ପାଇଁ ଓଡ଼ିଶା ତ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲା, ହେଲେ ବର୍ତ୍ତମାନ ଏହି ଗାଁ ଏବେ ବିଶ୍ୱରେ ନାଁ କମାଇଛି। ଏବେ ସାରା ବିଶ୍ୱରେ ଏହି ଗାଁ ନାଁକୁ ନେଇ ଚର୍ଚ୍ଚା। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ରାଧାମୋହନପୁର ଗ୍ରାମବାସୀମାନେ ଛତୁ ଚାଷ କରି ଏବେ ସାରା ବିଶ୍ୱରେ ପରିଚିତ ହେବା ସହିତ ଗାଁର ନାଁକୁ ବି ଉପରକୁ ନେଇଛନ୍ତି। ହଁ ଆଜ୍ଞା, ନିଜକୁ ସ୍ୱାବଲମ୍ବୀ କରାଇବା ସହ ଭାରତବର୍ଷର ସର୍ବାଧିକ ଛତୁ ଉତ୍ପାଦନ ଗ୍ରାମ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଗାଁରେ ପ୍ରାୟ 70 ପରିବାର ରହୁଛନ୍ତି, ଆଉ ତା ଭିତରୁ 60 ପରିବାର ଛତୁ ଚାଷ କରି ଜୀବିକା ଅର୍ଜନ କରୁଛନ୍ତି। ତା ସହ 15ରୁ 20 ପରିବାର ଛତୁ ମଞ୍ଜି ପ୍ରସ୍ତୁତ ମଧ୍ୟ କରିଥାନ୍ତି ଏବଂ ସେହି ମଞ୍ଜିକୁ ନେଇ ଛତୁ ଚାଷୀମାନେ ଛତୁ ଚାଷ କରନ୍ତି। ପାଖାପାଖି 300ରୁ 500 ବୋତଲ ଦୈନିକ ଛତୁ ମଞ୍ଜି ପ୍ରସ୍ତୁତ କରିଥାନ୍ତି। ଗୋଟିଏ ଛତୁ ମଞ୍ଜି ପ୍ରସ୍ତୁତ କରିବା ପାଇଁ 10 ଦିନ ଲାଗିଥାଏ। ପ୍ରଥମେ ଗହମକୁ ଚୁଲିରେ ସିଝା ଯାଇଥାଏ ଏବଂ ପରବର୍ତ୍ତୀ ସମୟରେ ତାହାକୁ କିଛି ପାଉଡର ମିଶାଯାଇ ଶୁଖାଯାଇଥାଏ, ଆଉ ତାପରେ ତାହାକୁ ଏକ ମେସିନରେ ରଖାଯାଇଥାଏ। ଆମ ଗାଁରେ 60 ଘରରୁ ପୁରା 50 ଘର ଛତୁ ଫାର୍ମ ଉପରେ ନିର୍ଭର କରେ। ସେଠି ଯୋଉ ସମସ୍ତେ ଲାଭ କରୁଛନ୍ତି ଆଉ। ପାନବାଡ଼ ତାପରେ ଛତୁ ଆମେ ଜାଣିବା ଛତୁ ଆମେ ବାଡ଼ କରିକି 20 ବର୍ଷ ହେଇଗଲା। ଆମର କରାହେଇଛି 4 ଭରଣରୁ 5 ଭରଣ ଭିତରେ। ଡେଲି ବାହାରୁଛି 60 ଏମିତି ଏଭରେଜଟା। ଏବେ ତ ଖରା ଯୋଗୁରୁ ଟିକେ ମାନ୍ଦା ଅଛି। ସେ ବେଡରେ ପାଖାପାଖି 50 ଟଙ୍କା ପରେ ଖର୍ଚ୍ଚ ହେଉଛି। ଦର୍ଶକ ବନ୍ଧୁ, ଛତୁ ଉତ୍ପାଦନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ପାଇପାରିଛି ଗଞ୍ଜାମ ଜିଲ୍ଲାର ରାଧାମୋହନପୁର ଗାଁ। ଭାରତବର୍ଷରେ ଦୈନିକ ସର୍ବାଧିକ ଛତୁ ଉତ୍ପାଦନ କରି ଭାରତର ଛତୁ ଗ୍ରାମ ଭାବେ ଏବେ ଆଖ୍ୟା ପାଇବାରେ ସହାୟକ ହୋଇପାରିଛି ଆମର ଏହି ଗାଁ। ଦିନେ ଗାଁର ସମସ୍ତ ଗ୍ରାମବାସୀ ପାନ ଚାଷ କରି ଜୀବିକା ଅର୍ଜନ କରୁଥିଲେ ଏବଂ ପରେ ଏହା ଲାଭଦାୟକ ନ ହେବାରୁ ଛତୁ ଚାଷ କରିବାକୁ ମନ ବଳାଇଲେ। ପାଖାପାଖି ଏଇ ଅଞ୍ଚଳରେ ସରାଉଣ୍ଡିଂ ଭିତରେ 4-5 କିଲୋମିଟର ଭିତରେ ପାଖାପାଖି 200 ଛତୁ ଚାଷୀ ଅଛନ୍ତି। କହିବାକୁ ଗଲେ ଗୋଟେ ପଞ୍ଚାୟତ ଭିତରେ ପାଖାପାଖି 200ରୁ 300 ଚାଷୀ ଅଛନ୍ତି। ଆମର ଦୈନିକ 20ରୁ 25 କିଲୋ ଛତୁ ବାହାରୁଛି। ଆଉ ସକାଳୁ ତୋଳା ହେଇକି ବ୍ରହ୍ମପୁର ମାର୍କେଟକୁ ଯାଉଛି ଏବଂ ସନ୍ଧ୍ୟାରେ ଆଉ ଥରେ ତୋଳା ହେଇକି ସେଟା ଜୟପୁର, କୋରାପୁଟ, ମାଲକାନଗିରି ଛତୁଟା ଟ୍ରାନ୍ସପୋର୍ଟ କରାହଉଛି। ଆପଣ ଲୋକାଲରେ ଯାହା ଛଣ ଏଇଠୁ 10-12 କିଲୋମିଟର ଭିତରୁ କଲେକ୍ସନ କରାହଉଛି। ଆଉ ବାକି ଯଦି ଯୋଉ ବର୍ଷ ସର୍ଟେଜ ପଡିବ ସେ ବର୍ଷ ବାହାରୁ ଆସୁଛି, ମାନେ କେନ୍ଦ୍ରାପଡା, ପୁରୀ ସାଇଡରୁ ବି ଆସୁଛି ଛଣ, ଯାହା ବର୍ତ୍ତମାନ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଏବେ କିନ୍ତୁ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ଗ୍ରାମବାସୀଙ୍କୁ ମଧ୍ୟ କାମ ଦେଇ ସ୍ୱାବଲମ୍ବୀ କରାଇ ପାରିଛନ୍ତି। ଦୈନିକ 4ରୁ 6 ଟନ୍ ଛତୁ ଉତ୍ପାଦନ କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନ ସହ ବାହାର ଜିଲ୍ଲାକୁ ମଧ୍ୟ ଛତୁ ରପ୍ତାନି କରାଯାଉଛି, ଯାହାକୁ ନେଇ ଗାଁର 70ରୁ 60 ପରିବାର କେବଳ ଛତୁ ଚାଷ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ଗହମ ସିଝେଇକିରି ତାପରେ ଫ୍ୟାନ୍ ଲଗେଇ ଶୁକା ହଉଛି। ଶୁକାଇକି ତାପରେ କ୍ୟାଲସିୟମ ପାଉଡର ଗୁଳା ହଉଛି ଫ୍ୟାନ୍ ଲଗେଇ ଶୁକେଇକି। ତାପରେ କ୍ୟାଲସିୟମ ପାଉଡର ଗୋଳେଇଲା ପରେ ବୋତଲରେ ଭରି କରୁଛନ୍ତି। ବୋତଲରେ ଭରି କରି କଟନ ମାରିକି ମେସିନ ଲୋଡ କରୁଛନ୍ତି। ମେସିନ ଲୋଡ କଲା ପରେ ପୁରା 4 ଘଣ୍ଟା ରଖୁଛନ୍ତି ମେସିନରେ, ରଖିକି ପ୍ରେସର ଉଠେଇକି ତାପରେ ଖାଲି କରୁଛନ୍ତି। ଗୋଟେ ଛତୁ ବୋତଲ କରିବା ପାଇଁ ମଞ୍ଜି କରିବା ପାଇଁ କେତେ ଦିନ ଲାଗେ? 12 ଦିନ ଲାଗୁଛି। 2012 ମସିହାରେ କୃଷି ବିଭାଗ ମସ୍ତନ୍ତ୍ର ଟ୍ରେନିଂ ଜରିଆରେ ଛତୁ ମଞ୍ଜି କରିବା ସହ ଛତୁ କିଭଳି ଉତ୍ପାଦନ କରିବା ପାଇଁ ଟ୍ରେନିଂ ଦେଇଥିବା ବେଳେ ଗାଁର ଜଣେ ପ୍ରଥମେ ଆରମ୍ଭ କରି ଛତୁ ଅଧିକରୁ ଅଧିକ ଉତ୍ପାଦନ କଲା ପରେ ଅନ୍ୟମାନେ ସେଥିରୁ ଅନୁପ୍ରାଣିତ ହୋଇ ଗାଁର ଜଣକ ପରେ ଜଣେ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରି ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛନ୍ତି। ଏହି ଛତୁ ଚାଷ କରିବା ପାଇଁ ଆବଶ୍ୟକ ପଡ଼ିଥାଏ ଛଣ, ଯାହା ନିଜ ଅଞ୍ଚଳରୁ ଏବଂ ବାହାର ଜିଲ୍ଲା ତଥା କେନ୍ଦ୍ରାପଡ଼ା ଏବଂ ପୁରୀ ଜିଲ୍ଲାରୁ ଛଣ ଅଣାଯାଇଥାଏ। ଗୋଟିଏ ଛତୁ ଭାଡ଼ି କରିବା ପାଇଁ ପାଖାପାଖି 300ରୁ 400 ଟଙ୍କା ଖର୍ଚ୍ଚ ହୋଇଥାଏ। ପାଳ ଛତୁ ସହ ମିଲକ ଛତୁ ମଧ୍ୟ ଏଠାରେ ଚାଷ କରାଯାଇଥାଏ। ଆଉ ବର୍ତ୍ତମାନ ଛତୁ ଚାଷ କରି ସମସ୍ତେ ପାଲଟି ଯାଇଛନ୍ତି ଲକ୍ଷପତି ଚାଷୀ।
ଭାରତର ଛତୁ ଗ୍ରାମ ଭାବରେ ପରିଚିତ ଚିକିଟି ବ୍ଲକ ରାଧାମୋହନପୁର ଗ୍ରାମ। ଏହି ରାଧାମୋହନପୁର ଗ୍ରାମରେ 70 ପରିବାର ମଧ୍ୟରୁ 60ଟି ପରିବାର ଛତୁ ଚାଷ ଉପରେ ନିର୍ଭର କରୁଛନ୍ତି। ପୂର୍ବରୁ ଏହି ଗ୍ରାମର ଲୋକମାନେ ପାନ ଚାଷ କରୁଥିଲେ, ବର୍ତ୍ତମାନ ଛତୁ ଚାଷ କରି ଲାଭଦାୟକ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଚିକିଟି ରାଧାମୋହନପୁରରୁ କିରଣ କୁମାର ମିଶ୍ର, ଓଡ଼ିଶା ଭାସ୍କର।